ମୁଁ ଗରିବ ଲୋକ, ମୁଁ କହୁଛି ମୋ ଛୋଟ କଥା ମାନିବେ। ସ୍ୱାମୀର ଯେଉଁ ନାଁ ଧରିକି ଡାକୁଛନ୍ତି ଭଲ ନୁହେଁ। ସ୍ୱାମୀର ନାଁ କେବେ ଧରିକି ଡାକନ୍ତୁ ନାହିଁ। ସ୍ୱାମୀର ଯେତେ ଛେକେ ନାଁ ଧରିକି ଡାକିବେ ସେତେ ଛେକେ ତାର ଆୟୁଷ ହାନି ହେବ। ଶ୍ରୀକୃଷ୍ଣ କ'ଣ ବିଚାର କହିଛନ୍ତି ବି ଇଏରେ କହିଛନ୍ତି, ଯେଉଁ ସ୍ତ୍ରୀ ତାର ସ୍ୱାମୀର ନାଁ ଧରିକି ଡାକିବ ସେତେ ସେତେ ସ୍ୱାମୀର ଆୟୁଷ ହାନି ହେବ। ସ୍ୱାମୀର ନାଁ କେବେ ଧରନା, ଭଲ ନୁହେଁ, ପାପ ହେବ। ସ୍ୱାମୀ ତ ସେ ତାର ନାଁ କ'ଣ ଧରିକି ତମେ ଡାକୁଛ? ସ୍ୱାମୀର ନାଁ କେବେ ଧରନା। ଆଉ ସିନ୍ଦୁର ନାଅ, ଟିକିଲି ନାଅ ନା, ଚୁଡ଼ି ପଟେ ପଟେ ପକାଅ ନା, ଭଲ ନୁହେଁ। ମୁଁ ଆଗରୁ ବି କହିଥିଲି, ଏବେ ବି କହୁଛି ହେଲା। କିନ୍ତୁ ନା ଏବେ କଳି ଯୁଗ ନା, ଏଇଟା ଧର୍ମ ମାନେ ରାମ ରାଜ୍ୟ ଯୁଗ ନୁହେଁ, ଏଇଟା କଳି ଯୁଗ। ଆଉ ଭଗବାନଙ୍କୁ ଡାକ ଯେ ଏମିତି ହୋଇଯା ହେଉଛି ଇଏ ହେଉଛି ଆସିଛି ନା, ବଞ୍ଚିଯାଆନ୍ତୁ ସମସ୍ତେ। ସାରା ଭାରତର ଯେତେ ଲୋକ ଅଛନ୍ତି ବଞ୍ଚିଯାଆନ୍ତୁ। ଏତିକି ମହାପ୍ରଭୁ ବଞ୍ଚେଇ ଦେଉ। ଯେତେ ଲୋକ ଅଛନ୍ତି, ମୁଁ ମୋ ପାଇଁ କେବେ କହୁନି ଯେ ମୁଁ ବଞ୍ଚେ, ମୋ ପରିବାର ବଞ୍ଚେ। ସାରା ଭାରତ ବଞ୍ଚିଲେ ମୋ ପରିବାର ନିଶ୍ଚିତ ବଞ୍ଚିବ। ଏତିକି ମହାପ୍ରଭୁ କଥା ଜଗନ୍ନାଥକୁ ପ୍ରାର୍ଥନା କରୁଛି ହାତ ଯୋଡ଼ିକି, ହେ ଜଗତର ନାଥ, ସାରା ଭାରତର ଲୋକଙ୍କୁ ବଞ୍ଚେଇ ଦେ। ଯିଏ ବି ପାପ କଥା କହୁଛି, ଯିଏ ବି ପାପ କରୁଛି, ତାଙ୍କୁ ଭଲ ବୁଦ୍ଧି ଆଉ ଭଲ ଜ୍ଞାନ ଦିଅ ମହାପ୍ରଭୁ ଜଗନ୍ନାଥ। ଭଲ ବୁଦ୍ଧି ଭଲ ଜ୍ଞାନ ଦିଅ, ଭଲ ବାଟକୁ ଆଣ, ତାଙ୍କ ମୁଣ୍ଡର ବୁଦ୍ଧି ଦିଅ, ଜ୍ଞାନ ଭରି ଦିଅ, ଭଲ ବାଟକୁ ଆଣ, ଖରାପ ବାଟକୁ ନ ନିଅ। ଖରାପ ଝିଅ ବୋହୂଙ୍କୁ ଆଖିକି ନ ଦେଖନ୍ତୁ। କେଉଁ ଝିଅକୁ କେଉଁ ବୋହୂକୁ ଭଉଣୀ ଭାଉଜ ଭଳିଆ ଦେଖ, କେବେ ବି ଖରାପ ନ ଦେଖ। ଯଦି ବି ଭୁଲ ଥିବ ଏଇଠି ବି ଭାଇ ଭଉଣୀ କ୍ଷମା କରିଦେବେ ମୋତେ। କରୁ